ଅନେକ ଦିନ ତଳର କଥା। ଗୋଟିଏ ଗାଁରେ କଅଁର ନାମରେ ଜଣେ ବୁଢା ତା ପୁଅ ମାଧବ ସହିତ ରହୁଥିଲା। ମାଧବର ସ୍ତ୍ରୀ ବୁଦ୍ଧି ପର ଘରେ କାମ କରି ଯାହା ପଇସା ଆଣୁଥିଲା ସେଥିରେ ବାପ ପୁଅଙ୍କୁ ଚଳାଉଥିଲା। କଅଁର ଓ ମାଧବ ରାତି ହେଲେ ଚୋରି କରିବାକୁ ଯାଉଥିଲେ। ଲୋକମାନଙ୍କ ଜମିରୁ ପନିପରିବା ଚୋରି କରି ତାକୁ ବିକ୍ରି କରି ଦେଉଥିଲେ। ଯାହା ପଇସା ପାଉଥିଲେ ସେଥିରେ ମଦ ପିଉଥିଲେ। ଯେତେବେଳେ ଧରା ପଡୁଥିଲେ ଗାଁ ଦାଣ୍ଡରେ ବନ୍ଧା ହୋଇ ମାଡ଼ ଖାଉଥିଲେ ବି ସେମାନଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନଥିଲା। 2-4 ଦିନ ଗଲେ ପୁଣି ଚୋରି କରିବାକୁ ଚାଲି ଯାଉଥିଲେ। ଦିନେ ରାତିରେ କଅଁର ଓ ମାଧବ ଜଣକ କ୍ଷେତରୁ ଆଳୁ ଚୋରି କରି ତାକୁ ନିଆଁରେ ପୋଡ଼ି ଖାଉଥାନ୍ତି। ଏପଟେ ମାଧବର ସ୍ତ୍ରୀ ଗର୍ଭବତୀ ଥିବାରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥାଏ। ବୁଢା ଆଳୁ ଖାଉ ଖାଉ କହିଲା, ବୋହୁଟା ଯେତିକି କଷ୍ଟ ପାଉଛି ସିଏ ଆଉ ବଞ୍ଚିବନି ରେ ମାଧିଆ। ତା ପାଖକୁ ଯାଇ ଦେଖିଲୁ, ଯଦି ମରିଯିବା କଥା ମରୁନି କାହିଁକି? ମାଧବ ତା ବାପାକୁ ଛାଡି ସେଠାରୁ ଯିବାକୁ ଚାହୁଁନଥିଲା। କାହିଁକି ନା ସେ ଜାଣିଥିଲା ମୁଁ ଯଦି ଚାଲିଯିବି ବୁଢା ଏକୁଟିଆ ସବୁ ଆଳୁ ଖାଇଯିବ। 2 ଜଣ ଶୀଘ୍ର ଶୀଘ୍ର ଗରମ ଆଳୁ ଗୁଡ଼ିକ ଖାଇଦେଇ ପେଟେ ପାଣି ପିଇ ସେଇ ଚୁଲି ମୁଣ୍ଡରେ ଶୋଇପଡ଼ିଲେ। ଅଧ ରାତି ବେଳକୁ ଯେତେବେଳେ ମାଧବର ନିଦ ଭାଙ୍ଗିଲା, ସେ ବୁଦ୍ଧି ପାଖକୁ ଯାଇ ଦେଖିଲା ତାର ପ୍ରାଣବାୟୁ ଉଡ଼ି ଯାଇଛି। ଏହା ଦେଖି ମାଧବ ତା ବାପାଙ୍କୁ ନିଦରୁ ଉଠାଇ ବୁଦ୍ଧି ମରିଯାଇଥିବା କଥା ଜଣାଇବାରୁ ବୁଢା କହିଲା, ତୁ ଶୋଇପଡ଼, ସକାଳ ହେଲେ ମୁଁ ସେ କଥା ବୁଝିବି। ବୁଢାର କଥାରେ ମାଧବ ଯାଇ ଶୋଇପଡ଼ିଲା। ଯେତେବେଳେ ତା ନିଦ ଭାଙ୍ଗିଲା ସେତେବେଳକୁ ସକାଳ ହୋଇଯାଇଥିଲା। ସେ ଦେଖିଲା ତା ବାପା ଛାତିକୁ ବାଡ଼େଇ ଖୁବ୍ ଜୋରରେ କାନ୍ଦିବାରେ ଲାଗିଛି। ଏ କଥା ଦେଖି ମାଧବ ବି କାନ୍ଦିବାରେ ଲାଗି ପଡ଼ିଲା। ସେମାନଙ୍କ କାନ୍ଦ ଶୁଣି ପଡ଼ିଶା ଘର ଲୋକମାନେ ଜମା ହୋଇଗଲେ। ବାପ ପୁଅଙ୍କୁ ସାନ୍ତ୍ୱନା ଦେଇ ବୁଝାଇବାକୁ ବହୁ ଚେଷ୍ଟା କଲେ, ହେଲେ ବାପ ପୁଅ ଚୁପ୍ ହେଲେନି। କାହିଁକି ନା ଅନ୍ତିମ ସଂସ୍କାର ପାଇଁ ତାଙ୍କ ପାଖରେ ପଇସା ନଥିଲା। ଗାଁ ଲୋକଙ୍କ ଠାରୁ କିଛି ସାହାଯ୍ୟ ନ ମିଳିବାରୁ ବାପ ପୁଅ କାନ୍ଦି କାନ୍ଦି ଜମିଦାରଙ୍କ ପାଖରେ ଯାଇ ପହଞ୍ଚିଲେ। ଜମିଦାର ଏ 2 ଜଣଙ୍କୁ ଚୋରି କରିବା ଅପରାଧରେ କେତେଥର ଦଣ୍ଡ ଦେଇଥିଲେ। ତେଣୁ ଘୃଣା ଦୃଷ୍ଟିରେ କହିଲେ, ତମେ 2ଟା ଚୋରି କରି କୋଉଠୁ ମାଡ଼ ଖାଇଛ କିରେ? ଏମିତି କାନ୍ଦୁଛ କାହିଁକି? କଅଁର ଜମିଦାରଙ୍କ ପାଦ ତଳେ ପଡ଼ିଯାଇ କହିଲା, ମହାଜନେ ବଡ଼ ବିପଦରେ ପଡ଼ିଛୁ। ମାଧବର ସ୍ତ୍ରୀ କାଲି ରାତିରେ ମରିଗଲା। ଆପଣ ଯଦି ଦୟା କରନ୍ତେ ତାର ଶବ ଉଠନ୍ତା। ଜମିଦାର ରାଗି ଯାଇ କହିଲେ, ତମ 2 ଜଣଙ୍କୁ କାମ କରିବାକୁ ଡାକିଲେ ଆସନି। ଚୋରି ନ କଲେ ତମକୁ କିଛି ଅଣ୍ଟେନି। ଆଜି ଯେମିତି ଅସୁବିଧା ପଡ଼ିଲା ଚାଲି ଆସିଲ। ଜମିଦାର 2 ଟଙ୍କା ବାହାର କରି କଅଁର ଉପରକୁ ଫୋପାଡ଼ି ଦେଲେ। ପଇସା ପାଇବାରୁ ବାପ ପୁଅଙ୍କ କାନ୍ଦ ବନ୍ଦ ହୋଇଗଲା। ଏହାପରେ ସେମାନେ ସେଠାରୁ ଚାଲିଗଲେ। ଜମିଦାର ପଇସା ଦେଇଥିବା କଥା ଗାଁର ଲୋକମାନେ ଜାଣିବାରୁ ତାଙ୍କ ମନରେ ବି ଦୟା ଆସିଲା। ସେମାନେ ବି କିଛି କିଛି ପଇସା ସାହାଯ୍ୟ କଲେ। କଅଁର ଓ ମାଧବ ପାଖରେ ଯେତେବେଳେ 50 ଟଙ୍କା ଜମା ହୋଇଗଲା, ସେମାନେ ଲୋକମାନଙ୍କୁ କହି ବଜାରରୁ କାଠ ଓ ଶବ ସତ୍କାର ପାଇଁ ଜିନିଷ କିଣିବାକୁ ବାହାରି ପଡ଼ିଲେ। ଏପଟେ ଲୋକମାନେ ଅର୍ଥି ସଜାଡ଼ିବାରେ ଲାଗିଥାନ୍ତି। ଯେତେବେଳେ ଏମାନେ ବଜାରରେ ଆସି ପହଞ୍ଚିଲେ, ବୁଢା କହିଲା, ଆମେ କାହିଁ ପଇସା ଖର୍ଚ୍ଚ କରି କାଠ କିଣିବା? କାଠ ତ ଗାଁରେ ମିଳିଯିବ। ଚାଲେ ଶସ୍ତାରେ ଖଣ୍ଡେ ଶାଢ଼ୀ କିଣି ନେଇଯିବା। ମାଧବ କହିଲା, ଶାଢ଼ୀ କିଣିବା ଦରକାର ନାହିଁ, ଚାଲ କୋଉ ଦୋକାନରୁ ଚୋରି କରି ନବା। ବାପ ପୁଅ ଚୋରି କରିବା ଉଦ୍ଦେଶ୍ୟରେ ବଜାର ସାରା ବୁଲି ବୁଲି ସୁଯୋଗର ଅପେକ୍ଷାରେ ରହିଥିଲେ। ଯେତେବେଳେ ସନ୍ଧ୍ୟା ହୋଇଗଲା, ବୁଢା କହିଲା, ଅନ୍ଧାର ହେବାକୁ ବସିଲାଣି। ଗାଁ ଲୋକମାନେ ଆମକୁ କଣ ଅପେକ୍ଷା କରି ବସିଥିବେ? ସେମାନେ ଶବ ସତ୍କାର ସାରି ଦେଇଥିବେ। ମତେ ଭାରି ଭୋକ ହେଲାଣି। ତୁ ଏ ଗଛ ମୂଳେ ବସିଥା, ମୁଁ ବଜାରକୁ ଯାଇ କଣ 2ଟା ନେଇ ଆସୁଛି। ବୁଢା ବଜାରକୁ ଯାଇ 2 ବୋତଲ ମହୁଲି ସହିତ କଲିଜା ସିଝା କିଣି ଆଣିଲା। ମାଧବକୁ କହିଲା, ତୋ ଭାରିଜା ତ ଚାଲିଗଲା, ତୁ ମନ ଦୁଃଖ କରନା। ନେ, ୟାକୁ ଖାଇ 2 ଢୋକ ପିଇଦେ, ସବୁ ଦୁଃଖ ଦୂର ହେଇଯିବ। 2 ଜଣ ନିକଟରେ ଥିବା ଏକ ଗଛ ଉପରେ ଚଢି ମହୁଲି ସହିତ କଲିଜା ସିଝା ଖାଇବାରେ ଲାଗି ପଡ଼ିଲେ।
ଯେତେବେଳେ ସେ ବୋତଲ ସରିଗଲା, ବୁଢା ଆଉ 2ଟି ବୋତଲ କିଣିବାକୁ ଚାଲିଗଲା। ମାଧବ କହିଲା, ଗାଁ ଲୋକମାନେ ଆମକୁ ଅପେକ୍ଷା କରି ବସିଥିବେ। ଆମେ ଯଦି ସବୁ ପଇସାରେ ମହୁଲି ପିଇଦବା, ସେମାନଙ୍କୁ କଣ ଉତ୍ତର ଦବା? ବୁଢା କହିଲା, ତାଙ୍କୁ କହିବା ପଇସା ହଜିଗଲା। ବହୁତ ଆଡେ ଖୋଜିଲି, ମିଳିଲାନି। ସେଇମାନେ ପୁଣି ଆଉଥରେ ପଇସା ଭେଦା କରି ଶବ ସତ୍କାର କରିବେ। ମାଧବ କହିଲା, ମୋ ସ୍ତ୍ରୀ ପର ଘରେ କାମ ପାଇଟି କରି ଆମ 2 ଜଣଙ୍କୁ ଚଳଉଥିଲା। ବିଚରା ମଲା ବେଳେ କେତେ କଷ୍ଟ ପାଇଲା। ସିଏ ତ ଚାଲିଗଲା, ଆମେ ଚଳିବା କେମିତି? କଅଁର କଲିଜା ସିଝା ସହିତ ମହୁଲି ବୋତଲଟା ମାଧବ ହାତକୁ ବଢେଇ ଦେଇ କହିଲା, ନେ 2 ଢୋକ ମାରିଦେ। ଏମିତି କେତେ ପଇସା ଆସିବ, କେତେ ପଇସା ଚାଲିଯିବ। ତୁ ମନ ଦୁଃଖ କରନା। ଏବେ ବାପ ପୁଅ କଲିଜା ସିଝା ସହିତ ମହୁଲି ପିଇବାରେ ଲାଗିଥାନ୍ତି। ତାଙ୍କର ଭୟ ନଥିଲା କି ଲୋକଲଜ୍ଜାକୁ ଡର ନଥିଲା। କାହିଁକି ନା ଲୋକମାନଙ୍କ ଠାରୁ ମାଡ଼ ଗାଳି ଖାଇ ଖାଇ ତାଙ୍କର ଦେହସୁଆ ହୋଇଯାଇଥିଲା। ଏବେ ମାଧବକୁ ପ୍ରବଳ ନିଶା ହୋଇଯାଇଥିଲା। ସେ ପଚାରିଲା, ବାପା, ମୁଁ ବାହା ହେଇଥିଲି, ତା ମୁଣ୍ଡରେ ସିନ୍ଦୁର ପିନ୍ଧେଇଥିଲି। ମଲା ପରେ ତାକୁ ଯଦି ନୂଆ ଶାଢୀଟେ ଦେବିନି, ସିଏ ମତେ କଣ ଭାବିବ କହିଲ? ସେତେବେଳକୁ ତା ବାପା ନିଶାର ଆନନ୍ଦରେ ମତୁଆଲ ହୋଇ ଢୁଳେଇ ଢୁଳେଇ କହିଲା, ସେଇମାନେ ନୂଆ ଶାଢୀ ଦେବେ ଯିଏ ଆମକୁ ଆଜି ମହୁଲି ସହିତ ଛେଳି କଲିଜା ଖୁଆଇଛନ୍ତି। ପେଟ ପୁରିଯିବା ପରେ ମାଧବ ବଳିଥିବା କଲିଜା ସିଝାକୁ ସେ ଗଛ ମୂଳରେ ଠିଆ ହୋଇଥିବା ଏକ ଭିକାରୀ ଉପରକୁ ଫୋପାଡ଼ି ଦେଲା। ସେ ଭିକାରୀ ବହୁ ସମୟ ହେବ ଏମାନଙ୍କୁ ଚାହିଁ ରହିଥିଲା। କଅଁର ଭିକାରୀ ଆଡକୁ ଚାହିଁ କହିଲା, ୟାକୁ ନେଇଯାରେ, ପେଟ ଭରି ଖାଇବୁ। ଖାଇସାରିବା ପରେ ତାକୁ ଆଶୀର୍ବାଦ କରିବୁ। ଯାହା ପଇସାରେ ଇଏ କିଣା ହେଇଥିଲା, ସିଏ ତ ମରିଗଲା, ତୋ ଆଶୀର୍ବାଦ ତା ପାଖରେ ନିଶ୍ଚିତ ପହଞ୍ଚିବ। ଏବେ ମାଧବ ବଡ ପାଟିରେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। କଅଁର ତାକୁ ବୁଝାଇବାକୁ ଚେଷ୍ଟା କଲା। କାହିଁକି କାନ୍ଦୁଚୁରେ ମାଧିଆ? ଖୁସି ହ, ତୋ ସ୍ତ୍ରୀ ମରିନିରେ, ଏ ମାୟା ଜାଲରୁ ମୁକ୍ତ ହେଇ ଯାଇଛି। ବଡ ଭାଗ୍ୟଶାଳୀ ଥିଲାରେ ସିଏ। ଏତେ ଶୀଘ୍ର ମୋହମାୟାର ବନ୍ଧନ ତୁଟେଇ ଚାଲିଗଲା। ସେତେବେଳକୁ 2 ଜଣ ଯାକ ତଣ୍ଟି ପର୍ଯ୍ୟନ୍ତ ମହୁଲି ପିଇ ନିଶାରେ ଟଳମଳ ହେଉଥାନ୍ତି। ଗଛ ଉପରୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କଲେ ବି ପାରୁ ନଥାନ୍ତି। ଗୋଡକୁ ଠାଏ ପକାଇଲେ ଆଉ ଠାଏ ପଡୁଥାଏ। ଚାରିଆଡ ଅନ୍ଧାର ଦେଖାଯାଉଥାଏ। ମୁଣ୍ଡ ଭିତରଟା ଝାଇଁ ଝାଇଁ ହୋଇଯାଉଥାଏ। ମାଧବ କହିଲା, ଏ ବୁଢା ବୟସରେ ତମେ ଯଦି ମହୁଲି ପିଇବ, ନିଶା ନ ଛାଡିବା ଯାଏ ଏ ଗଛ ଉପରେ ଏମିତି ବସି ରହିଥିବ। ମୁଁ ଏବେ ଯାଉଛି। ଏତିକି କହି ମାଧବ ସିଧା ଡେଇଁ ପଡିଲା ତଳକୁ। ତା ପଛେ ପଛେ ବୁଢା ବି ଭାରସାମ୍ୟ ହରାଇ ଖସି ପଡିଲା। ଆଉ ଶେଷରେ ଗଛ ମୂଳରେ ପଡିଥିବା ମାଙ୍କଡା ପଥରରେ ଛେଚି ହୋଇ 2 ଜଣଙ୍କ ପ୍ରାଣବାୟୁ ଉଡିଗଲା। ଗାଁରେ ଯେତେବେଳେ ଏମାନଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଲା, ଲୋକମାନେ ବହୁତ ଖୁସି ହେଲେ। କାହିଁକି ନା ଚୋରି ଭୟରୁ ସେମାନେ ଏବେ ମୁକ୍ତି ପାଇ ଯାଇଥିଲେ। ଏହି ଖୁସିରେ ଗାଁରେ ଏକ ଭୋଜି ଭାତର ଆୟୋଜନ କରାଗଲା। ବାପ ପୁଅ ମରିଯିବା ପରେ ଗାଁ ଲୋକମାନେ ଶାନ୍ତିରେ ରହିବାକୁ ଲାଗିଲେ।